ଭାରତର ସମୃଦ୍ଧ ଅର୍ଥନୀତିର ବିନ୍ଧାଣୀ ପୂର୍ବତନ ଅର୍ଥମନ୍ତ୍ରୀ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପ୍ରତି ମୋର ବ୍ୟକ୍ତିଗତ ଭାବେ ଗଭୀର ଶ୍ରଦ୍ଧାଞ୍ଜଳି। ଆଜି ଦିନରେ ତାଙ୍କୁ ମୁଁ ଏ ମଞ୍ଚରୁ ମନେ ପକାଇବାର କାରଣ ହେଉଛି ଯେତେବେଳେ 2011 ମସିହାରେ ଭାରତ ବିଶ୍ୱକପ୍ ବିଜୟୀ ହେଲା ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ବିଜୟ କେବଳ କ୍ରୀଡ଼ାର ବିଜୟ ନୁହେଁ, ଏ ବିଜୟ ହେଉଛି ଭାରତର ଅର୍ଥନୀତିର ମଧ୍ୟ ବିଜୟ। ଆପଣମାନେ ଜାଣିନାହାନ୍ତି ୱି ଫର୍ ୟୁ ଆଜି ଏଠାରେ ଦୀର୍ଘ 15 ବର୍ଷ ଧରି ଯେଉଁ ପ୍ରତିଯୋଗିତା ଆୟୋଜନ କରି ଆସୁଛି ଏହା କେବଳ ଖେଳାଳି ତିଆରି କରୁନାହିଁ, ଏହା ପରୋକ୍ଷ ଭାବରେ ଓଡ଼ିଶାର ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରୁଛି। ଏ ବିଗ୍ କ୍ଲାପ୍ ଫର୍ ୱି ଫର୍ ୟୁ। କାରଣ ମୁଁ ୱି ଫର୍ ୟୁ ସହିତ ଥିଲି, ମୁଁ ୱି ଫର୍ ୟୁ ସହିତ ଅଛି ଏବଂ ମୁଁ ୱି ଫର୍ ୟୁ ସହିତ ମଧ୍ୟ ଆଗକୁ ରହିବି। କାରଣ ମୁଁ ଜାଣେ ଯେ ୱି ଫର୍ ୟୁ କେବଳ ସେମାନେ ତାଙ୍କ ନିଜ ପାଇଁ ନୁହେଁ, ସେମାନେ ଏ ସମାଜର ପ୍ରତ୍ୟେକଟି ଯେଉଁ ଦକ୍ଷତା ଅଛି ତାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରୁଛନ୍ତି। ଅଜାଣତରେ ସେମାନେ ଏତେ ଖେଳାଳି 15 ବର୍ଷ ଭିତରେ ଦେଇସାରିଲେଣି, ତାହା ଆପଣମାନେ ଯଦି କେହି ଚିନ୍ତା କରିବେ ଆପଣମାନଙ୍କ ଚିନ୍ତାରୁ ବାହାରେ। ଆଜି ବୋଧେ ଅନେକ ପ୍ଲେୟାର ଯେଉଁମାନେ ୱି ଫର୍ ୟୁରେ ଖେଳିଥିବେ ସେମାନଙ୍କର ବୟସ ଆଜି 50 ବର୍ଷ ହେଇସାରିବଣି, ଆଉ ଆଗକୁ ଅନେକ ପିଲା ଏଠା ଆସି ଖେଳିବେ ଯେଉଁମାନେ କି ୱି ଫର୍ ୟୁ ଜନ୍ମ ହେବା ପୂର୍ବରୁ ସେମାନେ ଜନ୍ମ ହେଇନଥିଲେ। ମୋ କହିବାର କାରଣ ହେଉଛି ଆଜି କି 15 ବର୍ଷ ତଳେ ଯେ ପିଲା ଜନ୍ମ ହେଇଥିଲା ଆଉ 2 ବର୍ଷ 3 ବର୍ଷ ପରେ ଅଭୟ ଆଉ ତା ଟିମ୍ ପାଇଁ କାଲି ଆସିକି ଏ ଯେଉଁ ପଡ଼ିଆରେ କ୍ରିକେଟ୍ ଖେଳିବ। ଏଇଟା ହିଁ ଏ ଦେଶ ନୁହେଁ, ଏ ସମାଜକୁ ଏ ଜାତିକୁ ଏକ ଦିଶା ଦେବ, ଏକ ପ୍ରକୃତି ଦେବ। କାରଣ କ୍ରୀଡ଼ା ବା ସ୍ପୋର୍ଟସ୍ ତାର ବିନା ଏ ସମାଜର ଉନ୍ନତି ଅସମ୍ଭବ। ଆପଣମାନେ ଜୀବନର ଯେକୌଣସି ପରିସ୍ଥିତିରେ ଥାଆନ୍ତୁ, ଆପଣମାନେ ଜୀବନ ଯେକୌଣସି ମୁହୂର୍ତ୍ତ ଥାଆନ୍ତୁ, ଯଦି ଆପଣଙ୍କ ନିକଟରେ ଖେଳିବାର ମନୋଭାବ ନାହିଁ ତାହେଲେ ଆପଣ ଜୀବନରେ ସଫଳତା ପାଇପାରିବେ। ଆଜି ମୋ ଡାହାଣ ସାଇଡ୍ରେ ଯେଉଁ ଟିମ୍ ଏତେ ଶକ୍ତ ଲଢ଼ାଇ କରି ପରାଜୟ ଲାଭ କରିସାରିଥିଲେ ମଧ୍ୟ ସେମାନେ ଦୀର୍ଘ 25 ତାରିଖରୁ ଆଜି ପର୍ଯ୍ୟନ୍ତ ଯେଉଁଭଳି ପରଫର୍ମାନ୍ସ ଦେଇଛନ୍ତି ତାହା ନିଶ୍ଚିତ ଭାବେ ତାଙ୍କ ଖେଳୁଆର ଅନୁଭବକୁ ପ୍ରତିପାଦିତ କରୁଛି। ଆଉ ଯେଉଁମାନେ ବିଜୟ ହେଇଛନ୍ତି ବେଦାନ୍ତ ସେମାନଙ୍କୁ ମଧ୍ୟ ମୋର କଂଗ୍ରାଚୁଲେସନ୍। ଏ ବିଜୟରେ ଆମେ ସମସ୍ତେ ଭାଗିଦାରୀ ହେବା, କିନ୍ତୁ ଏ ବିଜୟରେ ଭାଗିଦାରୀ ହେବା ସହିତ ୱି ଫର୍ ୟୁର ଏ 15ତମ ଏଡିସନ୍ ଯେମିତି ଆପଣଙ୍କ ପିଲାମାନେ ଆସି ଏଠାରେ ଖେଳିବେ ସେଇ ଦିଗରେ ଆପଣମାନେ ପ୍ରୟାସ କରିବେ। ତାହେଲେ ଯାଇ ଆମେ ଜାଣିବା ଯେ ଆମେ ଦିନେ ୱି ଫର୍ ୟୁରେ ଖେଳିଥିଲେ ଏବଂ ଆମେ ବିଜୟ ହେଇଥିଲେ। ଆଜି ମୋ ପୁଅ ଆଜି ରିସେଣ୍ଟଲି ଆପଣ ଦେଖିବେ ଯେଉଁ ନୀତିଶ ରେଡ୍ଡି ଯେ ଅଷ୍ଟ୍ରେଲିଆରେ ଆପଣଙ୍କର ସେଞ୍ଚୁରୀ ମାରିଲେ, ତାଙ୍କ ବାପା 25 ବର୍ଷ ତଳେ ରିଟାୟାର୍ଡ ନେଇଥିଲେ। 25 ବର୍ଷ ତଳେ ତାଙ୍କ ବାପା ରିଟାୟାର୍ଡ ନେଇଥିଲେ ତାଙ୍କ ପୁଅକୁ ଗୋଟେ କ୍ରିକେଟର କରିବା ପାଇଁ। ଆଜି ଯେତେବେଳେ ତାଙ୍କ ପୁଅ କ୍ରିକେଟରେ ସେଞ୍ଚୁରୀଟା ମାରିଲା ଅଷ୍ଟ୍ରେଲିଆରେ, ସେ ଯାଇକି ସୁନୀଲ ଗାଭାସ୍କର ପାଦ ଛୁଇଁଲେ। କାରଣ ସୁନୀଲ ଗାଭାସ୍କରକୁ ତାଙ୍କ ପିତା ଦିନେ ତାଙ୍କର ଯେଉଁ କହନ୍ତି ଏଡମାର ବା ତାଙ୍କୁ ସେ ଦିନ ଫଲୋ କରୁଥିଲେ। ଆପଣ ଚିନ୍ତା କରନ୍ତୁ ଗୋଟେ ବାପା ଯେତେବେଳେ 25 ବର୍ଷ ବୟସ ଆଗରୁ ରିଟାୟାର୍ଡ ନେଇସାରି ତା ପୁଅ ପାଇଁ ନିଜ ଜୀବନକୁ ସମର୍ପଣ କରିଦେଇଛି, ତାହେଲେ ଆପଣ ଚିନ୍ତା କରନ୍ତୁ କ୍ରୀଡ଼ାର ମହତ୍ଵ କେତେ। ଏ ୱି ଫର୍ ୟୁ ଖାଲି ଖେଳ କରୁନାହିଁ, ଏ ୱି ଫର୍ ୟୁ କେବଳ ଖେଳାଳିମାନଙ୍କୁ ଏକଜୁଟ କରୁନାହିଁ, ଏ ୱି ଫର୍ ୟୁ ଏ ସମାଜ ପାଇଁ ଏକ ଦିଗ୍ଦର୍ଶନ, ଏ ୱି ଫର୍ ୟୁ ଏ ସମାଜ ପାଇଁ ଏକ ଆଦର୍ଶ, ଏ ୱି ଫର୍ ୟୁ ଏ ଭାରତ ଏ ସଂସାର ଏ ସମାଜର ପ୍ରଗତିର ଏକ ବାର୍ତ୍ତା ଦେବ। ମୁଁ ଧନ୍ୟବାଦ ଦେବି ସେମାନଙ୍କୁ ଉପରତ କାମନା କରୁଛି। ସେମାନେ ଆହୁରି ଆଗକୁ ବଢ଼ନ୍ତୁ ଏବଂ ଏ ନୂଆ ବର୍ଷରେ ଆହୁରି ଅନେକ କିଛି ଶପଥ ନିଅନ୍ତୁ। ଅଭୟ ଏ 50ତମ ନୁହେଁ 150ତମ ବି ହେବା ଦରକାର, ହେଲା କି? ଥ୍ୟାଙ୍କ ୟୁ ସୋ ମଚ୍। ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ ସୋ ମଚ୍ ସାର୍।